ଆଜିର ଭିଡିଓରେ ମୃତ୍ୟୁ ବିଜୟୀ ବାଲକ ପାଠର ପ୍ରଶ୍ନୋତ୍ତର ଆଜି ଆମେ ପାଠ୍ୟପୁସ୍ତକ ଅନ୍ତର୍ଗତ ମହର୍ଷି ବାଜଶ୍ରବା କେଉଁ ଯଜ୍ଞର ଆୟୋଜନ କରିଥିଲେ? ବିଶ୍ୱଜିତ୍। ଯଜ୍ଞର ନିୟମ ଗୁଡ଼ିକ କ'ଣ କ'ଣ ଥିଲା? ଯଜ୍ଞର ନିୟମ ହେଉଛି ଯଜ୍ଞକର୍ତ୍ତା ନିଜର ସର୍ବସ୍ୱ ଦାନ କରିବେ। ଅତିଥି ଓ ଅଭ୍ୟାଗତଙ୍କର ଅର୍ଜନା କରି ସେମାନଙ୍କୁ ଭୂମି, ଧେନୁ ଓ ସୁବର୍ଣ୍ଣ ପ୍ରଭୃତି ଦାନ ଦେବେ। ନଚିକେତା କାହିଁକି ବିସ୍ମିତ ଓ ମର୍ମାହତ ହେଲେ? ପିତା ବାଜଶ୍ରବା ଆକ୍ରମଣ ଓ ରୁଗ୍ଣ ଗାଈଗୁଡ଼ିକୁ ଦକ୍ଷିଣା ଦେଉଥିବା ଦେଖି ବିସ୍ମିତ ଓ ମର୍ମାହତ ହେଲେ। ନଚିକେତାଙ୍କ ପ୍ରଥମ ବର କ'ଣ ଥିଲା? ନଚିକେତାଙ୍କ ପ୍ରଥମ ବର ଥିଲା ତାଙ୍କର ପିତା ପୁତ୍ରକୁ ହରାଇ ଭୋଗ କରୁଥିବା ସନ୍ତାପ ଦୂର କରିବା ପାଇଁ ଯମକୁ ପ୍ରାର୍ଥନା ଏବଂ ପୂର୍ବପରି ପିତୃସ୍ନେହ ଲାଭର କାମନା। ଯମରାଜା କେତେବେଳେ ନଚିକେତାଙ୍କୁ ଅନ୍ୟ ବର ପ୍ରାର୍ଥନା କରିବାକୁ କହିଲେ? ନଚିକେତା ଯମରାଜଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ ପାଇଁ ପ୍ରାର୍ଥନା କରୁଥିବାରୁ ସେଭଳି ବର ନ ଦେଇ ଅନ୍ୟ ବର ପ୍ରାର୍ଥନା କରିବାକୁ ତାଙ୍କୁ କହିଲେ। ମହର୍ଷି ବାଜଶ୍ରବା ଉପସ୍ଥିତି ଅତିଥି ଅଭାଗ୍ୟଙ୍କର କିପରି ଅର୍ଚ୍ଚନା କରିଥିଲେ? ମହର୍ଷି ବାଜଶ୍ରବାଙ୍କର ବିଶ୍ୱଜିତ୍ ଯଜ୍ଞ ପୀଠରେ ବହୁ ଦୂରରୁ ଦୂରାନ୍ତରରୁ ଆସିଥିବା ଅତିଥି ଅଭାଗ୍ୟତମାନେ ଆସି ଉପସ୍ଥିତ ହୋଇଥିଲେ। ମହର୍ଷି ବାଜଶ୍ରବା ପ୍ରଫୁଲ୍ଲ ମନରେ ଅଭାଗ୍ୟତଙ୍କର ଅର୍ଚ୍ଚନା କରି ନିଜର ଭୂମି, ଧେନୁ ଓ ସୁବର୍ଣ୍ଣ ପ୍ରଭୃତି ଦାନ କରିଥିଲେ। ନଚିକେତା କେଉଁ କାରଣରୁ ଦୁଃଖିତ ହେଲେ? ବିଶ୍ୱଜିତ ଯଜ୍ଞର ନିୟମ ଅନୁସାରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ୱ ଦାନ କରିବା ବିଧେୟ। ମହର୍ଷି ବାଜଶ୍ରବା କେତେକଙ୍କ ରୁଗ୍ଣ ଓ ଜୀର୍ଣ୍ଣଶୀର୍ଣ୍ଣ ଗାଈ ଦାନ କରୁଥିବା ଲକ୍ଷ୍ୟ କରି ଦୁଃଖ ପ୍ରକାଶ କରିଥିଲେ। ପୁନଶ୍ଚ ପୁତ୍ର ପିତାର ଶ୍ରେଷ୍ଠ ସମ୍ପତ୍ତି। ସ୍ନେହର ଅନ୍ଧ ହୋଇ ପୁତ୍ରକୁ ଦାନ ଦେବାର ପିତା କୁଣ୍ଠା ପ୍ରକାଶ କରୁଥିବା ଲକ୍ଷ୍ୟ କରି ନଚିକେତା ଦୁଃଖିତ ହେଲେ। ପିତା ଯଜ୍ଞ ଫଳ ଲାଭରୁ ବଞ୍ଚିତ ହେବେ ଓ ଯଜ୍ଞ ନିଷ୍ଫଳ ହେବେ ସୁନିଶ୍ଚିତ ଜାଣି ନଚିକେତା ଦୁଃଖ ଅନୁଭବ କରିଥିଲେ। ନଚିକେତା ଦ୍ୱିତୀୟ ବର କ'ଣ ପ୍ରାର୍ଥନା କରିଥିଲେ? ନଚିକେତା ତାଙ୍କ ଦ୍ୱିତୀୟ ବରରେ ସଂସାରବାସୀ କିପରି ଦୁଃଖ, ଦୁର୍ଦ୍ଦଶା, ପାପ ଓ ଶୋକରୁ ମୁକ୍ତି ଲାଭ କରିବେ ସେଥିପାଇଁ ଆବଶ୍ୟକ ମନ୍ତ୍ର ଓ ସାଧନା ବିଧି ପ୍ରଦାନ କରିବା ପାଇଁ ପ୍ରାର୍ଥନା କଲେ। ଏପରି ଏକ ଜଟିଳ ମନ୍ତ୍ର ସାଧନା କରିବା ପାଇଁ ନଚିକେତା ସମର୍ଥ କି ନା ଦ୍ୱନ୍ଦ୍ୱରେ ପଡ଼ି ମନ୍ତ୍ରଟି ପ୍ରଦାନ କଲେ ଓ ପରୀକ୍ଷା କରିବା ପାଇଁ ଯମରାଜ ଉଚିତ ମନେ କଲେ। ଯମରାଜଙ୍କୁ ବିସ୍ମିତ ଓ ଚକିତ କରି ସେହି ପରୀକ୍ଷାରେ ନଚିକେତା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଫଳରେ ସେ ଦ୍ୱିତୀୟ ବର ଲାଭ କରିବା ସଙ୍ଗେ ସଙ୍ଗେ ଯମରାଜାଙ୍କର ପ୍ରିୟ ଶିଷ୍ୟ ଭାବେ ଯମଙ୍କ ଗଳାର ରତ୍ନ ଲାଭ କଲେ। ଯମରାଜା ତୃତୀୟ ବରରେ କ'ଣ ପ୍ରାର୍ଥନା କରିବା ପାଇଁ ନଚିକେତାଙ୍କୁ କହିଥିଲେ? ନଚିକେତାଙ୍କ ପ୍ରତି ଯମରାଜ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ସ୍ୱର୍ଗର ଅପୂର୍ବ ଭୋଗ ବିଳାସ, ପୃଥିବୀର ଆଧ୍ୟାତ୍ମତା ଓ ଆଶ୍ଚର୍ଯ୍ୟ ସାମଗ୍ରୀମାନେ ତୃତୀୟ ବର ପ୍ରାର୍ଥନା କରିବାକୁ କହିଥିଲେ। ଯମ ନଚିକେତାଙ୍କୁ ରତ୍ନମାଳା ପିନ୍ଧାଇ ଦେଲେ କାହିଁକି? ଦ୍ୱିତୀୟ ବର ମାଗିବାକୁ ଯାଇ ନଚିକେତା ସଂସାରର ସକଳ ବ୍ୟକ୍ତି କିପରି ସାଂସାରିକ ଦୁଃଖ, ଦୁର୍ଦ୍ଦଶା, ପାପ ଓ ଶୋକରୁ ମୁକ୍ତ ହେବେ ତହିଁର ଉଚିତ ମାର୍ଗଦର୍ଶନ ସେ ମନ୍ତ୍ର ଦ୍ୱାରା ଶିକ୍ଷା ଲାଭ କରିବାକୁ ପ୍ରାର୍ଥନା କଲେ। ଏପରି କଠୋର ଓ ମର୍ମନ୍ତୁଦ ମନ୍ତ୍ର ସାଧନା ଓ ଯଜ୍ଞ ବିଧି ବିଷୟରେ ଯମରାଜ ନଚିକେତାଙ୍କୁ ଶିକ୍ଷା ପ୍ରଦାନ କଲେ। ବାଲକ ନଚିକେତାଙ୍କୁ ପରୀକ୍ଷା କରିବା ପାଇଁ ସେ ସେହି ମନ୍ତ୍ର ବିଷୟରେ କିଛି ପ୍ରଶ୍ନ ପଚାରିଲେ।
ନଚିକେତାଙ୍କ ସଠିକ ଉତ୍ତରରେ ଯମରାଜ ଚକିତ ଓ ବିସ୍ମିତ ହେଲେ। ଅତିଶୟ ଆନନ୍ଦିତ ହୋଇ ସେ ପ୍ରିୟ ଶିଷ୍ୟ ନଚିକେତାଙ୍କ ଗଳାରେ ନିଜ ରତ୍ନହାରଟିକୁ ପିନ୍ଧାଇ ଦେଲେ। 3 ନମ୍ବର ସରଳ ଭାଷାରେ ବୁଝାଇ ଲେଖ। ନଚିକେତାଙ୍କ ମନରେ ଶୁଭ ବୃଦ୍ଧି ଉଦ୍ଦିତ ହେଲା। ନଚିକେତା ଉଦ୍ଦିତ ହେଲା। ଉକ୍ତ ଗଦ୍ୟାଂଶଟି ମୃତ୍ୟୁ ବିଜୟୀ ବାଲକ ଶୀର୍ଷକ ପ୍ରବନ୍ଧରୁ ଆନିତ। ଏଠାରେ ଲେଖକ ଶ୍ରୀ ଚିନ୍ତାମଣି ବେହେରା ବାଲକ ନଚିକେତାଙ୍କର ପ୍ରତ୍ୟୁତ୍ତନ ମତିତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏସବୁ ଯଜ୍ଞ ବିଷୟ ସବୁ ଦିଆ ହୋଇଛି। ख ନମ୍ବର ଆପଣ ଆପଣଙ୍କର ଶ୍ରେଷ୍ଠ ଧନ। ସଂକ୍ଷିପ୍ତ ଗଦ୍ୟାଂଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ରଚିତ ମୃତ୍ୟୁ ବିଜୟୀ ବାଲକ ଶୀର୍ଷକ ପ୍ରବନ୍ଧରୁ ଆନିତ। ଏଠାରେ ଲେଖକ ମହାବିଜ୍ଞ ମହର୍ଷି ବାଜଶ୍ରବା ସତ୍ୟରକ୍ଷାରେ କୁଣ୍ଡା ପ୍ରକାଶ କରିବାକୁ ନଚିକେତା ପିତାଙ୍କୁ ଧର୍ମ ଦେଇ ନ ହେବା ପାଇଁ କିପରି ଯୁକ୍ତି ଦର୍ଶାଇଲେ ତାହା ବର୍ଣ୍ଣନା କରିଛନ୍ତି। ବିଶ୍ୱଜିତ ଯଜ୍ଞର ଫଳ ପ୍ରାପ୍ତି ପାଇଁ ଯଜ୍ଞକର୍ତ୍ତା ନିଜର ସମସ୍ତ ଦାନ କରିବା ବିଧେୟ। ଏହି ଦୃଷ୍ଟିରୁ ମହର୍ଷି ବାଜଶ୍ରବା ଆପଣର ଭୂମିଧେନୁ ଓ ସୁବର୍ଣ୍ଣ ଆଦି ଅତିଥିମାନଙ୍କୁ ଦାନ କରିବା ଲାଗିଲେ ଓ ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କଲେ। ଏହା ଶୋଭା ପାଏ ନାହିଁ ବୋଲି କହିଲେ। ଜ୍ଞାନୀ ଲୋକେ ସତ୍ୟରକ୍ଷା କରିବାକୁ କେବେ ହେଲେ ପଶ୍ଚାତ୍ପଦ ହୁଏ ନାହିଁ ଏବଂ ଯେତେ କଷ୍ଟ ପଡ଼ିଲେ ମଧ୍ୟ ସତ୍ୟର ଅବମାନନା କରେ ନାହିଁ। ଗ ନମ୍ବର ସ୍ୱର୍ଗର ଅପୂର୍ବ ଭୋଗବିଳାସ ପୃଥିବୀର ଅଖଣ୍ଡ ଆଧିପତ୍ୟ ଓ ଆଶ୍ଚର୍ଯ୍ୟ ସାମ ଯାହା ଚାହିଁବ ତୁମକୁ ମୋର ଅଦୟ ହୋଇ କିଛି ନାହିଁ। ସ୍ୱର୍ଗର ନାହିଁ ଯଦି ଲେଖିବ ତା ଲେଖିବ ଉକ୍ତ ଗଦ୍ୟାଂଶଟି ମୃତ୍ୟୁ ବିଜୟୀ ବାଲକ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ। ଏଠାରେ ଲେଖକ ଶ୍ରୀ ଚିନ୍ତାମଣି ବେହେରା ନଚିକେତାଙ୍କର ଅପୂର୍ବ ସ୍ମରଣ ଶକ୍ତିର ମୁଗ୍ଧ ହୋ ଯମରାଜଙ୍କର ଅଖଣ୍ଡ କ୍ଷମତା ଓ ସାମର୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଜଣେ ଯୋଗ୍ୟ ଶିଷ୍ୟଙ୍କୁ ବିଜ୍ଞ ଗୁରୁ କିପରି ସବୁକିଛି ଦାନ କରିପାରନ୍ତି ତାହା ଲେଖକ ଏଠାରେ ଉଲ୍ଲେଖ କରିଛନ୍ତି। ମୃତ୍ୟୁର ଦେବତା ଯମରାଜ ନଚିକେତାଙ୍କର ନିର୍ଭୀକତା ଓ ଆତ୍ମବିଶ୍ୱାସ ଦେଖି ତାଙ୍କୁ 3 କୋଟି ବର ପ୍ରଦାନ କରିଥିଲେ। ପ୍ରଥମ 2ଟିରେ ନଚିକେତା ନିଜ ପିତାଙ୍କର ସନ୍ତାପିତ ମନକୁ ସନ୍ତୋଷ ଓ ପ୍ରଦାନ ଓ ଜଗତର ଲୋକମାନଙ୍କ ଦୁଃଖ ଦୁର୍ଦଶା ଭୋକ ଓ ଶୋକରୁ ମୁକ୍ତି ନିମିତ୍ତ ମନ୍ତ୍ର ଭିକ୍ଷା କରିଥିଲେ। ଯମରାଜ ନଚିକେତାଙ୍କର ଅପୂର୍ବ ଧୀଶକ୍ତି ଓ ସ୍ମରଣ ଶକ୍ତି ତଥା ଏକାଗ୍ରତାରେ ମୁଗ୍ଧ ହୋଇ ତାଙ୍କୁ ନିଜ ଗଳାର ରତ୍ନହାର ପିନ୍ଧାଇ ଦେଲେ ଓ ତୃତୀୟ ବରର ଜୀବନର ସୁଖ ସୁସ୍ୱାଦ ସ୍ୱର୍ଗୀୟ ଭୋଗ ବିଳାସ ଅଖଣ୍ଡ ଅଧ୍ୟାପତା ଆଦି ପ୍ରାର୍ଥନା କରିବା ପାଇଁ କହିଲେ। ନମ୍ବର 4 ଉଦାହରଣକୁ ଲକ୍ଷ୍ୟ କରି ବାକ୍ୟଗୁଡ଼ିକୁ ପରିବର୍ତ୍ତନ କରେନ। ମୁଁ ପଢ଼ିବାକୁ ଭଲ ପାଏ, ଆମେ ପଢ଼ିବାକୁ ଭଲ ପାଉ। ଦେହ ଉତ୍ତର କର ଉତ୍ତର ବାଲକମାନେ ବିଦ୍ୟାଳୟକୁ ଯାଉଛନ୍ତି, ଗାଈମାନେ ପଡ଼ିଆରେ ଚରୁଛନ୍ତି, ସେମାନେ ଯମପୁର ଗଲେ, ଆମେମାନେ ଭବାନୀପାଟଣା ଯିବୁ, ପକ୍ଷୀମାନେ ଆକାଶରେ ଉଡ଼ୁଛନ୍ତି। ଏକ ବଚନରୁ ବହୁ ବଚନ କରାଯାଇଛି। 5 ନମ୍ବର ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ଅର୍ଥ ଲେଖ ବାକ୍ୟ ଗଠନ କରିବା। ମୃତ୍ୟୁଜୟୀ ମୃତ୍ୟୁକୁ ଜୟ କରିବା। ନଚିକେତା ମୃତ୍ୟୁଜୟୀ ଥିଲେ। ତାଙ୍କ କଥା ଶୁଣି ମୁଁ ବିସ୍ମୟ ହେଲି। ଲୋକଟି ଅନାହାର ଅଛି। ଗୋପାଳର ଦୁଃଖ ଅବର୍ଣ୍ଣନୀୟ। ଲୋକଟି ଭୁଲ ପାଇଁ ମନସ୍ତାପରେ ଅଛି। ମୁଁ ତାଙ୍କର ପ୍ରତ୍ୟାଗମନ ଚାହେଁ। ରାସ୍ତାରେ ଏକ ମର୍ମନ୍ତୁଦ ଘଟଣାକୁ ଦେଖି ମୁଁ ଅସ୍ଥିର ହୋଇଗଲି। ତୁମର
ଆଧିପତ୍ୟ ଅନ୍ୟମାନଙ୍କୁ ଭଲ ଲାଗୁନାହିଁ। ଲୋକଟି ଆକ୍ରମଣ ଅଟେ। 6 ନମ୍ବର ସ୍ୱ ପରେ ଗଠିତ ଶବ୍ଦ ସ୍ୱ ପୂର୍ବରୁ ଗଠିତ ଯେମିତି ରାଜସ୍ୱ, ନିଜସ୍ୱ, ପରସ୍ୱ ଅପୂର୍ବ ସୁସ୍ୱାଗତ, ସୁଧର୍ମ, ସୁଗୁରୁ ଏଟା ପୂର୍ବେ ଏଟା ପରେ। ନମ୍ବର 7 ସ୍ତ୍ରୀଲିଙ୍ଗ ଆଉ ପୁଲ୍ଲିଙ୍ଗ ଜନକ, ଜନନୀ, ମହାରାଜ, ମହାରାଣୀ, ପିତା, ମାତା, ବାଘ, ବାଘୁଣୀ, ଶିଷ୍ୟ, ଶିଷ୍ୟା, ବୁଢ଼ା, ବୁଢ଼ୀ, ସ୍ୱାମୀ, ସ୍ତ୍ରୀ। 8 ନମ୍ବର ତଳେ ଦିଆଯାଇଥିବା ପଦଗୁଡ଼ିକ ବଚନ ବଦଳ ଯେମିତି ଅଭ୍ୟଗତ ମାନେ ବହୁ ବଚନ, ଗାଈ ପଲେ ଗାଈ ବହୁ ବଚନ, ଆପଣ ଏକ ବଚନ, ଗାଈ ଗୁଡ଼ିକ ବହୁ ବଚନ, ତିନୋଟି ଦିନ ବହୁ ବଚନ। ଏଟା ବିପଦ ଲେଖ ପୁଣ୍ୟ ଶୂନ୍ୟ, ପାପ ପୁଣ୍ୟ, ବୁଢ଼ା ପିଲା, ଶୀର୍ଷ ଆରମ୍ଭ, ଅବର୍ଣ୍ୟ ବର୍ଣ୍ଣ୍ୟ, ନିଦ୍ରା ଅନିଦ୍ରା, ଜ୍ଞାନୀ ଅଜ୍ଞାନ, ବ୍ୟବସ୍ଥା ଅବ୍ୟବସ୍ଥା। 10 ନମ୍ବର ପ୍ରାୟ 100 ଶବ୍ଦ ମଧ୍ୟରେ ଲେଖ କୁହାଯାଇଛି। କେଉଁ ଗୁଣ ବଳି ପାଇଁ ନଚିକେତା ଆତ୍ମଜ୍ଞାନ ଅଧିକାରୀ ହୋଇ ପାରିଥିଲେ? ଏହା ସବୁ ଗୋଟେ ଯଜ୍ଞ ହଉଥିଲା, ନଚିକେତା ବର ମାଗିଲେ, ସବୁଠି ଲେଖା ହେଇ ତମକୁ 100 ଶବ୍ଦ ମଧ୍ୟରେ ଲେଖିବା ଅଛି। ଏମିତି 6 ନମ୍ବର ବି ଯମ ଓ ନଚିକେତା କଥୋପକଥନ ସରଳ ଭାଷାରେ ବର୍ଣ୍ଣନା କର। ପ୍ରଥମ ବର ମାଗିଥିଲେ, ତାପରେ ଦ୍ୱିତୀୟ ବର, ତାପରେ ତୃତୀୟ ବର ମାଗିଥିଲେ, ଲାଷ୍ଟ ଯେଉଁମାନେ କାହିଁ କଲେ ତାଙ୍କୁ ସୁନାର ଜିନିଷ ତାକେ ନଚିକେତାକୁ ଦେଇଥିଲେ। ଏ ଥିଲା ପ୍ରଶ୍ନ ଉତ୍ତର।